ସୂର୍ଯ୍ୟ ଯେତେ ଦୂରେ ଥାଉ ପଛେ ଆମେ ଆକାଶର ସନ୍ଧାନୀ, ଆମେ ଆକାଶର ସନ୍ଧାନୀ। ଆମ ଏ ପୃଥିବୀ, ଆମ ଏ ପୃଥିବୀ ଶେଷ ସୀମା ନୁହେଁ, ଆମ ଏ ପୃଥିବୀ ଶେଷ ସୀମା ନୁହେଁ। ଲୋଡ଼ା ନାହିଁ ଆମ ବନ୍ଧନୀ, ଲୋଡ଼ା ନାହିଁ ଆମ ବନ୍ଧନୀ। ସୂର୍ଯ୍ୟ ଯେତେ ଦୂରେ ଥାଉ ପଛେ ଆମେ ଆକାଶର ସନ୍ଧାନୀ। ଆଜିର ଆଲୋଚନାଟା ଆରମ୍ଭ ହେବା ପାଇଁ ୟାଠୁ ଆଉ ଭଲ ଟ୍ରିଗର ପଏଣ୍ଟ କିଛି ନଥିଲା। ସୋ ଆମେ ଯାଉଛୁ ଆକ୍ଚୁଆଲି ଟୁ ସେଲିବ୍ରେଟ ସାଇନ୍ସ, ମାନେ ବିଜ୍ଞାନକୁ ଗୋଟେ ଉତ୍ସବ ଭାବରେ ପାଳନ କରିବାର ପ୍ରଥମ ପାହାଚ ଆମେ ଯାଉଛୁ। ମୋ ସାଙ୍ଗରେ ଅଛନ୍ତି ଶ୍ରୀନିବାସ ଭାଇ, ଇଞ୍ଜିନିୟର, ପେଶାରେ ଇଞ୍ଜିନିୟର, ରିଟାୟାର୍ଡ କରିଛନ୍ତି। ଆଉ ମୋ ସାଙ୍ଗରେ ଅଛନ୍ତି ବିଏସସି ଫାର୍ଷ୍ଟ ଇୟର ଫିଜିକ୍ସର ଷ୍ଟୁଡେଣ୍ଟ ଦିବ୍ୟଜ୍ୟୋତି। ସୋ ଆଜି ଆମେ ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସ, ଭାରତର ବିଜ୍ଞାନ ପାଇଁ ପଦଯାତ୍ରା, ଏଇଟା ହିଁ ହେଉଛି ଆଲୋଚନାର ଆଜିର ବିଷୟ। ପଦଯାତ୍ରା ବହୁତ ପ୍ରକାରର ଆମେ ଶୁଣିଛନ୍ତି, କିନ୍ତୁ ଏ ବିଜ୍ଞାନ ପାଇଁ ପଦଯାତ୍ରା ଏଇଟା ପ୍ରଥମେ ବୈଜ୍ଞାନିକ ମାନେ ହିଁ ଆରମ୍ଭ କରିଥିଲେ, ତାଙ୍କ ସାଙ୍ଗରେ ସାଧାରଣ ଲୋକ ଯୋଡ଼ି ହେଇଥିଲେ। ଇଏ ଆରମ୍ଭ ହେଇଥିଲା 2017 ମସିହାରେ। ପ୍ରଥମେ ଆମେରିକାରୁ ହିଁ ଆର ଟ୍ରିଗର ପଏଣ୍ଟଟା ଆସିଥିଲା। ଆକ୍ଚୁଆଲି ଦେଖିବାକୁ ଗଲେ ଏର ଟ୍ରିଗର ପଏଣ୍ଟ ଆକ୍ଚୁଆଲି ହବାର ରିଜନ ଥିଲା କି ୟୁଏସ୍ ଗଭର୍ଣ୍ଣମେଣ୍ଟ କ'ଣ କରିଥିଲେ କି ତାଙ୍କର ୱେବସାଇଟରେ କ୍ଲାଇମେଟ ଚେଞ୍ଜ ଉପରେ ଯେତେକ ମତଲବ ଯାହାବି କ'ଣ ଫ୍ୟାକ୍ଟସ ହଉ କି ଡାଟା ହଉ ତାକୁ ରିମୁଭ କରିଦେଇଥିଲେ। ତ ଏସବୁ ଜିନିଷ କମନ ଲୋକମାନେ ତାକୁ ଦେଖିକି ତ ସିଏ ଗୋଟେ ମତଲବ ଏଇଟା ଗୋଟେ ଅନଲାଇନ ପ୍ଲାଟଫର୍ମରେ ମତଲବ ଷ୍ଟାର୍ଟ ହେଇଥିଲା, ଗୋଟେ ସ୍ପାର୍କ ଅନଲାଇନ ମାଧ୍ୟମରେ ହେଇଥିଲା। ଆଉ କିଛିଟା ଆନାରମସ୍ ଲୋକ ସେମାନେ ମେସେଜ କରିଥିଲେ କି ନା ଆ ପାଇଁ କି ସାଇଣ୍ଟିଷ୍ଟ ମାନେ ଠିଆ ହବା ନିହାତି ଦରକାର। ତ ମୂଳ କଥାଟା ହେଲା ଯେ ଗୋଟେ ଟ୍ରିଗର ପଏଣ୍ଟ ଥିଲା ଯେ କ୍ଲାଇମେଟ ଚେଞ୍ଜ ଆଜି ଗୋଟେ ରିଏଲ, ଏଇଟା ସାଇଣ୍ଟିଷ୍ଟ ମାନଙ୍କର ଡାଟା କହୁଛି, କିନ୍ତୁ ଗଭର୍ଣ୍ଣମେଣ୍ଟ ମାନେ ଏଟାକୁ ଆକ୍ସେପ୍ଟ କରୁନାହାନ୍ତି। ଆଜି ବି ସେଇ ସିଚୁଏସନଟା ଅଛି। ଏଇ ଯୋଉ କହିଲେ କିଛି ଲୋକଙ୍କର ବଡ ମାନେ ତାଙ୍କର ବ୍ୟବସାୟିକ ସ୍ୱାର୍ଥରେ ବଡ ହାନି ଆସିଲା ଯେତେବେଳେ ଏଇ ଯୋଉ ଡାଟା ଗୁଡାକ ଆମର ପଲ୍ୟୁସନ ଆଉ ଯୋଉ ଆମର ଏନଭାରମେଣ୍ଟାଲ ଡାଟା ଗୁଡା ଯେତେବେଳେ ମାନେ ପରୀକ୍ଷିତ ଲାବୋରେଟୋରୀ ଆଉ ଟେଷ୍ଟେଡ ଡାଟା ସବୁ ବାହାରକୁ ଆସିଲା, ତାଙ୍କ ସ୍ୱାର୍ଥରେ ବଡ କ୍ଷତିକାରକ ଅବସ୍ଥା ହେଲା। ଆଉ ସେମାନେ ଖୁବ ବଡ ପାୱାରଫୁଲ ଅନୁଷ୍ଠାନ, ସବୁ ଦେଶର ସରକାର ମାନଙ୍କୁ, ବଡ ବଡ ଶକ୍ତିଶାଳୀ ସରକାର ମାନଙ୍କୁ କଣ୍ଟ୍ରୋଲ କରୁଥିବା ଅନୁଷ୍ଠାନ ସବୁ ଯେ ଗତ ପ୍ରାୟ 1960 ମସିହାରୁ 2020 ମସିହା ଭିତରେ ଆମର ଜଳସ୍ତର ପ୍ରାୟ 1.5 ସେଣ୍ଟିମିଟର ପ୍ରାୟ ବଢିଛି। ପାରାଦୀପ କଥା କହୁଛି, 1.5 ସେଣ୍ଟିମିଟର ବଢିଛି। 1.5 ସେଣ୍ଟିମିଟର ବଢିବା ମାନେ ଏତେ ବଡ ମହାସାଗର ଅଛି, ତା ଦେହରେ 1.5 ସେଣ୍ଟିମିଟର ବଢିବା ମାନେ କେତେ ଗ୍ଲାସିୟର ତରଳି ଥିବ। ଆଚ୍ଛା, ସିଏ କେତେ ଟେମ୍ପରେଚର ବଢିଲେ ଏତିକି ଗ୍ଲାସିୟର ତରଳିବ? ସେ ଟେମ୍ପରେଚର ବଢିବ କାହିଁକି? ଟେମ୍ପରେଚର ବଢିବା ପଛରେ ଗୋଟେ ବଡ କାରଣ ସେଇ ବିଜ୍ଞାନ ହିଁ ଖୋଜିକି ପାଇଲା। ସାରା ଗୋଟେ ଆମର ପୁରା ଆମର ଭବିଷ୍ୟତ ପିଢି ପାଇଁ ଆମେ ଗୋଟେ ପୃଥିବୀ ଗୋଟେ ବିଷାକ୍ତ ଗ୍ରହ ହିସାବରେ ଗୋଟେ ତାଙ୍କୁ ଛାଡିକି ଯାଉଛନ୍ତି। ଗୋଟେ ବିଷୟ ହଉଛି ଯେ ମାନେ ପରିବେଶ ପ୍ରଦୂଷଣ ହବା। ପରିବେଶ ପ୍ରଦୂଷଣ ହଉଛି ତା ଦେହରେ ଆମେ ମାନେ
ଆମର ଯୋଉ ନଈ ସେଗୁଡାକ ପ୍ରଦୂଷିତ ହଉଛି ଆମେ ଯୋଉଟା ରୋକି ଦେଇ ପାରିବା ମାନେ ସିଧାସଳଖ କଳକାରଖାନାରୁ ଆମେ ଛାଡି ଦଉଛୁ ଏଫ୍ଲୁଏଣ୍ଟ ଗୁଡାକ ନଈକି ତେଣୁ ବା ସହରର ଯୋଉ ଇଏ ତାର ବିନା ଟ୍ରିଟମେଣ୍ଟରେ ଛାଡି ଦଉଛୁ ତା ଦେହରେ ଆମେ ଦେଖୁଛୁ ଯେ ଗୋଟେ ହଉଛି ଯେ ନଈ ବା ଇଭେନ୍ ଆମର ବାୟୁମଣ୍ଡଳ ଇଏ ପ୍ରଦୂଷିତ ହଉଛି ଇଏ ଗୋଟେ କଥା କିନ୍ତୁ କ୍ଲାଇମେଟ ଚେଞ୍ଜ ଗୋଟେ ଆଉ ଗୋଟେ ମାନେ ବିପଜ୍ଜନକ ଦିଗ ବୋଲି ମୁଁ ଭାବେ ଯୋଉଥିରେ କି ଆମେ ଟ୍ରିଗର କରିଦଉଛୁ ଟେମ୍ପରେଚର ଇନକ୍ରିଜ ହବା ଆମ ଯୋଉ ପୃଥିବୀର ଟେମ୍ପରେଚର ବଢି ଯିବାଟାକୁ ଆମେ ଆମର ଆକ୍ଟିଭିଟି ଗୁଡାକ ଅନକଣ୍ଟ୍ରୋଲ୍ଡ ଆକ୍ଟିଭିଟି ଏଗୁଡା ଟ୍ରିଗର କରିଦଉଛି ତେଣୁ ଟ୍ରିଗର କରିବା ଫଳରେ ଆମେ ଓଡ଼ିଶାରେ ବି ସେଟା ଫିଲ୍ କରୁଛୁ ଓଡ଼ିଶାରେ ଆପଣ ଦେଖିବେ ଯେ ଏଇ ଯୋଉ ଆମର ଘୂର୍ଣ୍ଣିବାତ୍ୟାର ସଂଖ୍ୟା ଇଆର ଯୋଉ ଫ୍ରିକ୍ୱେନ୍ସି ଏଗୁଡାକ ବହୁ ଭାବରେ ଯୋଉ ସାମୁଦ୍ରିକ ଝଡର ଯୋଉ ସଂଖ୍ୟା ଏଗୁଡାକ ଅନେକ ବଢି ଯାଉଛି ଯୋଉଟା କି ମୁଖ୍ୟତଃ ସମୁଦ୍ର ଉପରେ ଯୋଉ ତାପମାତ୍ରା ସେଇଟା ବଢିବା ଫଳରେ ହିଁ ସୃଷ୍ଟି ହେଇଥାଏ ତେଣୁ ଆମେ ବି ଡାଇରେକ୍ଟଲି ତାର ପ୍ରଭାବ ଆମେ ସେଟା ଦେଖୁଛୁ ଏଠି ଆଉ ଗ୍ଲାସିୟର ଗୁଡା ଯେମିତି ଆପଣ କହିଲେ ଗ୍ଲାସିୟର ଗୁଡାକ ତରଳିକି ସେଇ ଆସୁଛି ତେଣୁ ଗୋଟେ ସମୟ ଆସିବ ଯୋଉ ହିମାଳୟରୁ ଯୋଉ ନଈ ଗୁଡିକ ବାହାରିଛନ୍ତି ଗଙ୍ଗା ଯମୁନା ବ୍ରହ୍ମପୁତ୍ର ୟା ଦେହରେ ଆଉ ପାଣି ରହିବନି ତେଣୁ ଏ ଭୟାବହ ଅବସ୍ଥା ଆଡକୁ ଆମେ ଯାଉଛୁ ୟାର ସମାଧାନ ବିଜ୍ଞାନ ପାଖରେ ଅଛି ଆଜି ସୌରଶକ୍ତିରୁ ନେଇପାରିବ ଶକ୍ତି ବା ଅନ୍ୟାନ୍ୟ ଇଏକୁ କିନ୍ତୁ ଇଏ ସବୁ ଗୁଡାକ ନ କରିବା ପଛରେ ଯୋଉ ଗୋଟେ ମାନେ କଣ ଏଟାକୁ ନ ମାନିବା ସତଟା ଆଗ ଆପଣ ମାନିଲେ ତ ତାପରେ ତାର ସମାଧାନ ଖୋଜିବେ ସତଟା ମୁଁ ମାନିବିନି ଏଇ ଭୟାବହତାଟା ଆମେ ଆଜି ଫିଲ୍ କରୁଛୁ ଏଇଟା ଗୋଟେ ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସ ର ଗୋଟେ ବଡ ପ୍ରମୁଖ ମାନେ ଆମର କଥା ଅଛି ଯୋଉଟା ଆମେ ପହଞ୍ଚେଇବାକୁ ଚାହୁଁଛୁ ସାଧାରଣ ଜନତା ପାଖରେ ଏବଂ ସରକାର ମାନଙ୍କ ପାଖରେ ଆଉ ଗୋଟେ ବଡ ପାର୍ଟ ହଉଛି ଯେ ଆମ ପର୍ଟିକୁଲାରଲି ଆମ ଭାରତ ବର୍ଷରେ ଆମର ବହୁ ସ୍ତରରେ ଯଦିଓ ବିଜ୍ଞାନ ପଢା ଲୋକଙ୍କର ସଂଖ୍ୟା ବହୁତ କିନ୍ତୁ ଅନ୍ଧବିଶ୍ୱାସ ବି ସେତିକି ଡୋମିନେଣ୍ଟ ସୁପରଷ୍ଟିସନ ବହୁ ଭାବରେ ଆମ ସୋସାଇଟିରେ ବିଭିନ୍ନ ଭାବରେ ଡୋମିନେଣ୍ଟ ଗାଁ ଗହଳିରେ ଗୋଟେ ପଟରେ ଆପଣ ଆଜି ବି ଡାହାଣୀ ବା ଏସବୁ ପ୍ରାକ୍ଟିସ ବିଭିନ୍ନ ପ୍ରକାରର ଏଇ ତ ମାନେ ଏବେ ଆପଣ ଶୁଣିଥିବେ ବିହାରରେ ଗୋଟେ ପରିବାରକୁ ମାରିଦେଲେ ଡାହାଣୀ ବୋଲି ଭାବିକିରି ଓଡ଼ିଶାରେ ବି ସେ ଘଟଣା କିଛି କମ ନୁହେଁ ଆର ପଟରେ ଆପଣ ଦେଖିବେ ଯେ ଯେହେତୁ ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଖରେ ପହଞ୍ଚି ପାରୁନି ତେଣୁ ବିଭିନ୍ନ ତୁଟକା ଏ ଯୋଉ ପେଟରେ ଚେଙ୍କ ଦବା ଇଏ ବି ଗୋଟେ ପ୍ରକାରର ଅଛି ତେବେ ପାଠ ପଢୁଆ ଲୋକଙ୍କ ଭିତରେ ବି ବହୁ ରକମର ଅନ୍ଧବିଶ୍ୱାସ ବା ସୁପରଷ୍ଟିସନ ଏଗୁଡାକ ବି ଦେଖାଯାଉଛି ଆକ୍ଚୁଆଲି ଦେଖିବାକୁ ଗଲେ ଖାଲି ସୁପରଷ୍ଟିସନ ଟା ଏତେ ବ୍ୟାକୱାର୍ଡ କରିଦଉଛି ଆଜ ଏ ସୋସାଇଟି ଯେମିତି କି ରିଜେକ୍ସନ ଆପଣ ଯେମିତି କହିଲେ ରିଜେକ୍ସନ ଅଫ ମଡର୍ନ ମେଡିସିନ ହଉ ବେସିକାଲି ଦେଖିବାକୁ ଗଲେ ଏଟା ଆମ କ୍ରିଟିକାଲ ଥିଙ୍କିଂ କୁ ବି ବହୁତ ସରଫେସ କରିଦଉଛି मतलब Yes. एज ए ମୁଁ ଯଦି ଷ୍ଟୁଡେଣ୍ଟ ହିସାବରେ କହିବି କି ଏସବୁ ଜିନିଷ ଆମକୁ ଛୋଟ ବେଳୁ ଏମିତି ହିଁ ଗଢାଣ ହେଇଯାଇଛି କି ଆମକୁ मतलब ସତ କଥାଟା ବି ଆମକୁ ମାନେ ଆକ୍ସେପ୍ଟେବଲ ଲାଗୁନି ଯାହା ଫଳରେ ମାନେ ଏଇଟା ଯୋଉ ଧୀରେ ଧୀରେ generational ଯୋଉ wise କ୍ରିଟିକାଲ ଆସୁଛି। ଫାକଲ୍ଟି ପ୍ରଶ୍ନ କରିବାର ଆଜ୍ଞା ଯୋଉ ମାନସିକତା ସେଟା କୋଉଠି ଗୋଟେ ପିଲା ବେଳୁ ହିଁ ମାନେ ମାନେ ବନ୍ଦ ହଉଛି ବୋଲି ମନେ ହଉଛି ଆଉ ଗୋଟେ ପାର୍ଟ ଆଜ୍ଞା ଆପଣ ଦେଖୁଥିବେ ଇଭେନ ନ୍ୟୁଜ ଏବଂ ମିଡିଆ ସିଏ ବି ଗୋଟେ ବଡ ଆକାରରେ ଆମର ବିଭିନ୍ନ ପ୍ରକାରର ଅନ୍ଧବିଶ୍ୱାସ ଯୋଉ ଅଛି ଗ୍ରହ ନକ୍ଷତ୍ରକୁ ନେଇକରି ବିଭିନ୍ନ ଅନ୍ଧବିଶ୍ୱାସ ଅଛି ଯେ ଅମୁକ ଗ୍ରହ ଖରାପ କରିଦିଏ ବା ଆମର ଗୋଟେ ମାନେ କଣ ମୋର ଗୋଟେ ରାଶି ଫଳ ଅଛି ସେ ରାଶି ଫଳ ଡିସାଇଡ କରିବ ମୋର ମାନେ ଆଜିର ଦିନ ଭଲ ହବ କି ନାହିଁ এইগুড়া ଯୋଉ ପ୍ରଚାର କରୁଛନ୍ତି ହାଉ ଦ ମିଡିଆ ଇଜ ପ୍ଲେଇଂ ଏ ରୋଲ ଶ୍ରୀନିବାସ ସାର୍ କେମିତି ଦେଖନ୍ତି ଏଟାକୁ ଏ ପାର୍ଟଟା ମାନେ ଇଭେନ ମିଡଲ କ୍ଲାସ ଏଜୁକେଟେଡ ମାସ୍ ଏମାନେ ବି ତ ପ୍ରଭାବିତ ହଉଛନ୍ତି ନା ଏ ସବୁଦିନର ମିଡିଆ ର ଗୋଟେ ଇଏ ଭିତରେ
ज्योति जेमती कहले जे हमर गोटे रेशनल थिंकिंग जदि न रहिबो बायस देकी लोक जाको से आग बुझिबा आगु विश्वास करिया लागि जीवो ता प्रोडक्ट सेठी सॉर्ट आउट हे गला सेटा धरि की चलला जीवन सारा 20 30 40 50 वर्ष तळठू आमे जो प्रश्न पचारिबा बा गोटे रेशनल थिंकिंग से प्रकार शिक्षा व्यवस्था को आमे छाड़ी की दूरी की चली आस घोषा विद्या रे मार्क बेसी रखिबा चाकरी पई तो जीवन माने ब्रेक नेक्स्ट कंपटीशन करके चाकरी खंडे पाई जिबार जो कंपटीशन ता भितरे मनीष पिला माने कोठी स्कोप पाइले कोठी गोटे खुशी रे कोठी जानिबा पई बुझिबा पई स्पेस भी पाइले इनफॉरमेशन रो तथ्य रो भरपूर तथ्य रो समुद्र भितरे एक लोक कंफ्यूज्ड तो से लोक एते एठी गोटे विषय एक्चुअली कहिबी जे एक्चुअली माने जदियो तथ्य बहुत आछि माने आपण पाखरे डाटा भरपूर अछि माने जनकु जदि मु पचारिबी वर्तमान धरि नियंतु जे वर्तमान मार्स रो बा मंगल ग्रह रो सरफेस केमिति तयारी ता देरे कोन जलवायु अछि सेठी केमिति माने तार दिन केते दिन राति केते दिन केते घंटा रे थरे दिन राति हुए तार वर्ष केते समय रे हुए ये सबु जदि मु पचारिबी से गोटे क्लिक रे बाहर करी करी मते कहि दो सब डाटा ता पाखरे अछि मंगल ग्रह रे मंगल ग्रह रो एटमॉस्फेयर कोन ता केथर रे घुरे कोन करे से गोटे लंबा चार्ट ऑफ डाटा संगे संग जणे कहि दो किंतु मूल प्रश्नटा होची एई डाटाटा जानला केमती मनुष्य माने हाउ साइंस इज एक्सप्लोर्स ट्रुथ से गला केमती से पर्यंत एई प्रश्नटा कोठी गोटे माने मोर मने हुए जे एई प्रश्नटा पाठ पढ़ा भितरे समाधान हेइनी कौन सी विषय रे समाधान हेइनी विज्ञान पढ़ाटा रे कौन सी विज्ञान पढ़ा रे आपण पचारिबे माने अति छोट आज तो आमे जानिचु जे सूर्य पृथ्वी चारि पाखरे बुलुनी सूर्य स्थिर पृथ्वी बुलुची मनुष्य जानला केमती व्हाट वाज द मेथड जे एईटा सत्य बोली मनुष्य दिने धरला एईटा कोठी बही रे पढ़ा हलानी बा एईटा को क्लास रे एक्सप्लेन हलानी आज आमे जानिचु जे ए वायुटा गोटिए गैस नुहे 5 प्रकार 10 प्रकार गैस विभिन्न परिमाण रे मिसिकिरी वायुमंडल रे अछि वायु तो अलग अलग देखा जाउनी मनुष्य जानला केमती तेणु माने मूल कथाटा जोटा सर मु कहियो चाहूची जे गोटे वैज्ञानिक को मेथड रे जाए टू फाइंड आउट द ट्रुथ दैट इज द साइंटिफिक मेथडोलॉजी टा कोन बा वे ऑफ थॉट टा कोन सेइटा ही पढ़ा हलानी सेइटा पाठ पढ़ा रे कोठी गोटे रही गला माने तेणु सी भी ताको किछि गोटे डाटा भाव रे से मुखस्त कला आ लिखिला दिस हैज हैपेंड टाइम एंड अगेन या भितरे आउ गोटे आमे लक्ष्य करिचु जे एई गत किछि वर्ष भितरे 10म श्रेणी भितरे जो पाठ्यक्रम ता भितरे दिटा बड़ विषय थिला एई माने पृथ्वी की बुझिबारे गोटे विषय होची डार्विन्स थ्योरी जोटा होची कि जो विवर्तन तत्व बा गोटे मनीष मनीष ही केमती ही पृथ्वी की आसी जाइनी कि पक्षीटे पक्षी ही केमती चली आसीनी सी गोटे परिवर्तन धारा रे एककोशी प्राणी रु बढ़ी एवं तार जो तत्व केमिति बढ़ी जोटा सेटा 10म श्रेणी भितर पढ़ा होतला सेटा को बंद कर दिया है आउ गोटे होची केमिस्ट्री रो अति गोटे माने जोड़ा कोन अति मूल मजा कथाटा जो जो थरे विषयटा बुझा पड़े सेटा होची पीरियडिक टेबल बा जहाँ को कहती पर्याय सारणी ये रे जो थरे जोटा को देखिले गोटे पिलार परिकल्पना आसे जे यही 118टा मौलिक पदार्थ रे विश्व ब्रह्मांड तैयारी होईछि विश्व ब्रह्मांड रे यही 118 बाद आउ केही एही माने निज निज भितर जोड़ी हेकिरी तैयारी होईछन्ति किंतु एही दीटा जोटा गोटे मूल चिंतागत दिगरे जोटा आगेबा कथा ताको आउरी माने बलिष्ठ भाव रे विषयटा रखिया कथा से दीटा जाक पाठ्यक्रम रु भारत रे पाठ्यक्रम रु ताको माने 10म श्रेणी भितर पाठ्यक्रम रु बाहर कर देला
ତେଣୁ ଦଶମ ପରେ ଯଦି ଜଣେ କାଲି ଆର୍ଟ୍ସ ପଢିବାକୁ ଯିବ କି କମର୍ସ ପଢିବାକୁ ଯିବ ତାର ଧାରଣା ହିଁ କାଲି ରହିବନି, ନାହିଁ ଇଭଲ୍ୟୁସନ ସମ୍ପର୍କରେ ଧାରଣା ରହିବ, ନାହିଁ ମାନେ ଏଇ ଯୋଉ ବସ୍ତୁ ଜଗତ ସମ୍ପର୍କରେ ଧାରଣା ରହିବ। ତେଣୁ ୟା ଦେହରେ ଆମେ ଗୋଟେ ବଡ ବିଷୟ ରଖିଛୁ ଏଇ ମାନେ ମାର୍ଚ୍ଚ ଫର ସାଇନ୍ସର ମୂଳ ଗୋଟେ ପଏଣ୍ଟ ଭାବରେ। ଏଇଟା ଆପଣ ବି ଲକ୍ଷ୍ୟ କରିଥିବେ ନିଶ୍ଚୟ। ହଁ ମାନେ ମୁଁ ଗୋଟେ ଇଞ୍ଜିନିୟର ହିସାବରେ କହୁଛି, ପିରିୟଡିକ ଟେବୁଲଟା ମୁଁ ଦେଖିଦେଲେ ମତେ ଲାଗେ ଗୋଟେ ବିରାଟ ଉପନ୍ୟାସ ଖୋଲିଗଲା। ମାନେ ମତେ ଯଦି 100 ଘଣ୍ଟା ବି କୁହାଯାଏ ମୁଁ ତାକୁ ଧରିକି ବସିପାରିବି, ସୋ ଇଣ୍ଟରେଷ୍ଟିଂ। ତେଣୁ ସେଇ ପର୍ଯ୍ୟାୟ ସାରଣୀରେ ଆମର 4 ନମ୍ବର କଲମରେ ଯୋଉଟା ରହିଲେ ତାଙ୍କର ବ୍ୟବହାରଟା କଣ ହବ, ଧୀରେ ଧୀରେ ଆମେ ତଳକୁ ଗଲେ ଇଲେକ୍ଟ୍ରୋନ୍ସଟା ବଢି ଗଲେ କଣ ହବ, ପୁରା କାହାଣୀ ପରିକା, ଷ୍ଟୋରି ପରିକା। ଯେତେ ଦେଖୁଥିବ ସେତେ ଇଣ୍ଟରେଷ୍ଟିଂ ଲାଗୁଥିବ, ଯେତେ ଭାବୁଥିବ ସେତେ ନୂଆ ନୂଆ ହିସାବ ମୁଣ୍ଡରେ ପଶୁଥିବ। ସବୁ ଗୋଟେ ଇଣ୍ଟରେଷ୍ଟିଂ ଜିନିଷ। ତା ଦେହରେ ପି ଟାଇପର ସେମିକଣ୍ଡକ୍ଟର, ଏନ୍ ଟାଇପର ସେମିକଣ୍ଡକ୍ଟର ହଉଛି ବୋରୋନ, ସିଲିକନ, ମିଶେଇ କେମିତି ହେଇଯାଉଛି, କେମିତି ସେ କାମ କରୁଛି, ସବୁ ଯାକ ସେଇଠୁ ଦେଖିବେ। ରେୟାର ଅର୍ଥ ଏଲିମେଣ୍ଟସର କାମ କେମିତି, ହାଇଡ୍ରୋଜେନଟା କେମିତି ଗୋଟେ ବଡ ଅଦ୍ଭୁତ ଜିନିଷ, ହାଇଡ୍ରୋଜେନ ହିଲିୟମ ଭିତରେ, ତା ଦେହରେ ସେ ନ୍ୟୁକ୍ଲିୟର ଫିସନ ହଉଛି। ସେଇ ପିରିୟଡିକ ଟେବୁଲ ଦେଖିଲେ ସବୁ କାହାଣୀ ଜାଣିବେ କାହିଁକି ହଉଛି। ସୋଡିୟମ ଟା କାହିଁକି କ୍ଲୋରିନ ସହିତ ମିଶିକି କମନ ସର ଲୁଣ ତିଆରି ହେଲା, ଅନ୍ୟ କିଛି ସହିତ କାହିଁକି ମିଶିଲାନି, ସେଇଠୁ ଦେଖିପାରିବେ ଯେ ପିରିୟଡର ବାଁ ପଟେ ଯଦି ମାନେ 3ଟା ଏପଟୁ 3ଟା ଛାଡିକି ଯୋଉ କଲମ 2ଟା ରହିଲା, 2ଟା ଯାକ ମିଶି ପାରିବେ। ଇଏ ଗୋଟେ 2ଟା ଇଲେକ୍ଟ୍ରନ ଦବ, ସେ 2ଟା ଇଲେକ୍ଟ୍ରନ ପାଇଯିବ, ଖୁବ ସହଜରେ ମିଶିଗଲା। ସେ କମ୍ପାଉଣ୍ଡ ଚାରିଆଡେ ମିଳିଲା, ପାଣି, ଲୁଣ, ଏଗୁଡା ସବୁ ବେଶୀ ହେଲା। ତ ପିରିୟଡ ଟେବୁଲ ପ୍ରକୃତରେ ଯଦି ସେ ନ ଜାଣେ ସାରା ସୃଷ୍ଟିଟାକୁ ଜାଣିବ କେମିତି? ପିରିୟଡ ଟେବୁଲ ଯଦି ନ ଜାଣିଲା, କେତେ ସୁନ୍ଦର ଭାବରେ ଗୋଟାଏ ପେଜରେ ସେଟା କରିଦିଆଯାଇଛି ସାରା ୟୁନିଭର୍ସ। ପିରିୟଡିକ ଟେବୁଲଟା ଗୋଟେ ଯେ କେମିତି ଫର୍ଦ୍ଦ ଖୋଲି ଦିଏ, ୟୁନିଭର୍ସଟାକୁ ଆପଣଙ୍କ ଆଖି ଆଗକୁ ନେଇ ଆସେ, ଏଇଟା ଗୋଟେ ଅତି ପୋଏଟିକ ୱେରେ ଆପଣ, ମୋର ତ ମନେ ହେଲା ଆପଣ ରଖିଲେ। ଦେଖିଲେ ପିରିୟଡିକ ଟେବୁଲଟା ଯୋଉ ଆମେ ଦେଖିଦଉଛେ, ଏଇ ଗୋଟେ ଚାର୍ଟଟା ଅଛି, ସେ ତ କୋଉ ଗୋଟେ ଦିନରେ ହେଇନି କି ଜଣେ ଲୋକ ବନେଇ ନାହାନ୍ତି। ଆ ପାଇଁ କି ବୋଧେ କହିବାକୁ ଗଲେ 300 ବର୍ଷ ଲାଗିଛି, କହିବାକୁ ଗଲେ ବି କମ ନୁହେଁ। ଏଟା ବହୁତ ହି ଇମ୍ପୋର୍ଟାଣ୍ଟ ରୋଲ ପ୍ଲେ କରେ। ଆଉ ଏଟା ଯଦି ଗୋଟେ ସିଲାବସରୁ କଟା ହବ, ସେ ଚାଇଲ୍ଡର ଗୋଟେ ମାନେ ଡେଭଲପମେଣ୍ଟ ହବନି, ଗୋଟେ ବ୍ରଡର ପର୍ସପେକ୍ଟିଭ ଆସିବନି ଦେଖିବାକୁ। ଡାର୍ୱିନିଆନ ଥିଓରି ଯେମିତି କୁହାହେଲା, ଏଇଟା ଗୋଟେ ଫଣ୍ଡାମେଣ୍ଟାଲ ମତଲବ କହିବାକୁ ଗଲେ ଗୋଟେ ଲୋକ, ଗୋଟେ ଅତିରୁ ଅତି ଲୋକ ଜାଣିବା ଦରକାର। ମୁଁ ଆ ପାଇଁ 3ଟା ପଏଣ୍ଟ କରିବି। ଫର୍ଷ୍ଟ ପଏଣ୍ଟ ହଉଛି କି ଏଟା ହ୍ୱାଇ, ମାନେ ଆମେ ନେଚରରେ କଣ ପାଇଁ ଏଟା ଅଛି, କଣ ପାଇଁ ଅଛି, କଣ ପାଇଁ କ୍ୟାମେଲିୟନ ମାନେ ଯୋଉ ଏଣ୍ଡୁଅଟା ରଙ୍ଗ ଚେଞ୍ଜ କରୁଛି, କଣ ପାଇଁ ଜିରାଫର ବେକଟା କଣ ପାଇଁ ଲମ୍ବା ଅଛି, ଏଇଟାର ଆନ୍ସରଟା ତା ପୂର୍ବରୁ କିଛି ଗୋଟେ ମନଗଢା କାହାଣୀ ଥିଲା। କିନ୍ତୁ ଡାର୍ୱିନ ଆସିଲା ପରେ ସେ ବତେଇଲେ ନା, ଏଇଟା ଗୋଟେ ନେଚରକୁ ନ୍ୟାଚୁରାଲ ସିଲେକ୍ସନ ଯୋଗୁରୁ ହେଇଛି, କି ଏଇଟା ହଉଛି ତା ପ୍ରେଡିଟରରୁ ଲୁଚିବା ପାଇଁ ହଉ କି କିଛି ପାଇଁ। ଆଉ ସେକେଣ୍ଡ ରିଜନ ମୁଁ କହିବାକୁ ଚାହିଁବି କି ଏଇଟା ଗୋଟେ ବାୟୋଲୋଜିକୁ ପୁରା ୟୁନିଫାଇ କରିଦେଲା। ମୁଁ ଯଦି ଏମିତି ଧର ଗୋଟେ ସାଧାରଣ ଲୋକକୁ କି ଜଣକୁ ଯାଇକି କହିବି କି ମୋର ଜେଜେବାପାର ଜେଜେବାପା ଗୋଟେ ମାଙ୍କଡ ଥିଲେ, କିଏ ତ ମାନେ ଗୋଟେ ଏଇଟା ହସ କଥା ଭଳିଆ ଲାଗୁଛି। ହେଲେ କିନ୍ତୁ ଡାର୍ୱିନଙ୍କ ମତ ଅନୁସାରେ କି ସିଏ ମାଙ୍କଡ ନଥିଲେ, କି ମାଙ୍କଡ ଆଉ ମଣିଷ ଗୋଟେ କମନ ଆନସିଷ୍ଟର ସେୟାର କରୁଛନ୍ତି, କି ସିଏ ହୋଲ ଓଭର ବାୟୋଲୋଜିକୁ ସେ କହିଦେଲେ କି ନାଇଁ ଆମେ ସବୁ ଗୋଟିଏ ହିଁ ଆନସିଷ୍ଟରରୁ ଆସିଛୁ। ଏଇ ଯୋଉ କଥା କି ଆମର ଏକ୍ସିଷ୍ଟେନ୍ସ କଣ, ତାର ମୂଳ ତତ୍ଵଟା ଡାର୍ୱିନ ଦେଇଥିଲେ। ଆଉ ଗୋଟେ କହିବେ କି ଏଟା ଆଜି ବି ରିଲେଭେଣ୍ଟ ଅଛି। ମଡର୍ନ ମେଡିସିନ ହଉ, କୋରୋନା ଭାଇରସ ପାଇଁ କି ଯୋଉ ଚାଲିଲା ଭ୍ୟାକ୍ସିନେସନ, ସେ କଣ ସେଇ ଏଭଲ୍ୟୁସନର ଆରଏନଏ ଭାଇରସ ହଉ କି ଯେକୌଣସି ମେଡିକାଲ ପ୍ରପର୍ଟିରୁ କରାହେଲା। ଏଗ୍ରିକଲଚର ହଉ, ଆଜି ବି ଆମେ ବ୍ରିଡିଂ ୟୁଜ କରୁଛେ, ମତଲବ ଫର ମେକିଂ ମ୍ୟାକ୍ସିମମ୍ ଆଉଟପୁଟ। ଆଜି ବି ସାଇଣ୍ଟିଫିକ ମେଥଡ ଆଉ ସାଇଣ୍ଟିଫିକ ଟେକ୍ନୋଲୋଜି ସେ ଡାର୍ୱିନ ଥ୍योरीର ବି ହେଲ୍ପ ନଉଛି। ତ ଏଇ ଦିଟା ବହୁତ ଇମ୍ପୋର୍ଟାଣ୍ଟ ପ୍ରସ୍ପେକ୍ଟିଭ ରହୁଛି, ଯୋଉଟା କି ମତଲବ ଆଜ ଏ ଫଣ୍ଡାମେଣ୍ଟାଲ ଲେଭେଲ କି ଆଜ ଏ ହାଇସ୍କୁଲ ଷ୍ଟୁଡେଣ୍ଟ ସମସ୍ତଙ୍କର ମତଲବ ବେସିକ ଆଇଡିଆରେ ରହିବା ଦରକାର। ଆଉ ଏଟା ଇଏ କଲେ ଲାଇକ ଆମେ ମୋଷ୍ଟ ଅଫ ଦ ଲାଇକ 40% ସାଇନ୍ସକୁ ହିଁ ଆମେ କାଟିଦେଲେ ଯଦି ଏଇ ଦିଟା ଜିନିଷ ନ ରହିଲା। ଡାର୍ୱିନ ଥ୍योरी ଆମର ଜୀବ ବିଜ୍ଞାନ ଆଉ ପିରିୟଡ ଟେବୁଲ ହେଉଛି ସାରା ସୃଷ୍ଟିର ମାନେ ସୃଷ୍ଟି ତତ୍ତ୍ୱ, ସାରା ସୃଷ୍ଟିର। ଦିଟା ଭିତରେ ଗୋଟେ ସାଇଣ୍ଟିଫିକ ମାନେ ପ୍ରକୃତରେ ଜିନିଷଟା କେମିତି ହେଇଛି, ଜଣେ କିଏ ତିଆରି କରିଥିଲା ନା ମ୍ୟାଟେରିଆଲ ଡେଭଲପ ହେଇଛି, ଏଇ ଦିଟାରେ ମୂଳ ସୂତ୍ର ଅଛି। ଜଣେ କିଏ ତାକୁ ସୃଷ୍ଟି କରିଥିବ,
ତାହେଲେ ସେ ଏକାଥରେ ମଣିଷ ତିଆରି କରିଥିବ, ହାତୀ ତିଆରି କରିଥିବ, ଆକାଶ ତିଆରି କରିଥିବ, ସମୁଦ୍ର ତିଆରି କରିଥିବ, କିଛି ତିଆରି କରିଥିବ। ଆଉ ଯଦି ସୃଷ୍ଟିରେ ଯଦି ପ୍ରକୃତି ହିସାବରେ ଯଦି ତିଆରି ହେଇଥିବ, ତାହେଲେ ପ୍ରକୃତି ଏକାଥରକେ ସବୁ ଯାକ କରିବନି। ସିମ୍ପଲ ଜିନିଷ ହେଇଥିବ, ସିମ୍ପଲ ଗୁଡାକ ଯୋଡି 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 ହଜାର ହଜାର ଲକ୍ଷ ଲକ୍ଷ ବର୍ଷ ପରେ କମ୍ପ୍ଲେକ୍ସ ଜିନିଷ ଗୁଡାକ ହେଇଥିବ। ଯେ କି ତିଆରି କରିଦେଇନି, ଜଣଙ୍କର କଳ୍ପନାରୁ ତିଆରି ହେଇନି, ଏଇଟା ପ୍ରକୃତିର ବିଭିନ୍ନ ଛୋଟ ଛୋଟ ବସ୍ତୁ କଣାରୁ ତିଆରି ହେଇଛି। ତାର ଗୋଟେ ବିରାଟ ପ୍ରମାଣ ଗୋଟେ ଠିଆ କଲା, ଷ୍ଟ୍ରଙ୍ଗ ଗୋଟେ ମାନେ ଆର୍ଗୁମେଣ୍ଟ ଠିଆ କଲା, ଯୋଉଟା କି ପୁରୁଣା ଆଇଡିଆଟା ଧ୍ୱସ୍ତ ବିଧ୍ୱସ୍ତ ହେଲା। ସେଠି ସବୁଠୁ ବଡ ଧକ୍କା ସେଇଠି ମିଳିଲା। ପିରିୟଡ୍ ଟେବୁଲକୁ ଡର ସେଇଥିପାଇଁ ସମସ୍ତଙ୍କର। ପିରିୟଡ୍ ଟେବୁଲ ଆସିଲା ପରେ ପିରିୟଡ୍ ଟେବୁଲ ଉପରେ ଯୋଉ ଭରସା କଲେ, ବୁଝିପାରିଲେ କ୍ଲିୟରଲି, ସେ କହିଲେ ଯେ ଏଇ ମଝିରେ ମଝିରେ ଯୋଉ ଗ୍ୟାପ୍ ଗୁଡା ରହିଲା, ଏଇଟା ବି ସମ୍ଭବ ନୁହଁ ଯେ 36 ନମ୍ବର 36ଟା ଇଲେକ୍ଟ୍ରନ ର ଗୋଟେ ଆଟମ ଅଛି, ଆଉ 38 ର ଆଟମ ଅଛି, ଆଉ 37ଟା ଇଲେକ୍ଟ୍ରନ ଥାଇକି କିଛି ଜିନିଷ ନାହିଁ। ନିଶ୍ଚୟ ଅଛି, କୋଉଠି ଆମେ ଜାଣିପାରିବା, ନିଶ୍ଚୟ ଅଛି। ତ ତାପରେ ଗୋଟେ ରାସ୍ତା ମିଳିଗଲା ତା ପରବର୍ତ୍ତୀ ରିସର୍ଚ୍ଚ କରିବା ପାଇଁ। ଖୋଜା ହେଲା ଖୁବ ଶୀଘ୍ର, ମାତ୍ର 2-3 ବର୍ଷ ଭିତରେ ବାକି ଗ୍ୟାପ୍ ଗୁଡା ସବୁ ବାହାରିଗଲା। ଗୋଟେ ଡିରେକ୍ସନ ବି ଦେଇଦେଲା ତାର ଇତିହାସରୁ ନେଇକି ଭବିଷ୍ୟତ ପାଇଁ ଗୋଟେ କେତେ ସୁନ୍ଦର ରାସ୍ତାଟେ କଲା। ଠିକ ସେମିତିଆ ଡାରୱିନ ଥିଓରି, ସିଏ ବି କହିଦେଲା ଯେ କେହି କାହା ସୃଷ୍ଟି କରିନାହାନ୍ତି, ପ୍ରଥମେ ଗୋଟେ ଅଣୁ ଜୀବ ସୃଷ୍ଟିରୁ ଧୀରେ ଧୀରେ ବଢି 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 କେମିତି ହେଇଛି, ଗୋଟେ ଶୃଙ୍ଖଳା ଗୋଟେ ତିଆରି ହେଇଗଲା। ଗୋଟେ ଗୋଟେ ଲିଙ୍କ ଗଛ ଚେନ୍ ଗଛ ବ୍ରାଞ୍ଚ ସବୁ କରିକିରି ତିଆରି, ସେଟା ଗୋଟେ ଗଛ ଗଛ କରିକି ତାକୁ ଭାବରେ ବ୍ରାଞ୍ଚ ଟ୍ରି, ବ୍ରାଞ୍ଚ ହେଇଗଲା। ଲାଇଫ ହଁ ଟ୍ରି ବୋଲି ସେଟାକୁ ନିଅନ୍ତି। ହେଲା, ତାମାନେ ତା ମୂଳଟା ନଥିଲେ ତା ପର ବ୍ରାଞ୍ଚ ଟା ହେଇପାରିବନି, ସେ ବ୍ରାଞ୍ଚ ନଥିଲେ ତାଠୁ ଫର୍ଦର ବ୍ରାଞ୍ଚ ହେଇପାରିବନି। ସେ ସବୁ ଯାକ ସମ୍ପର୍କ କୋଉଠି ଗୋଟେ ଆରମ୍ଭ ହେଇକା ଯାଇଛି। ଏଇ ଜିନିଷଟା ସେ ସେଠି ଦେଲେ। ତେଣୁ ତେଣୁ ଆମର ଏଇଗୁଡାକ ମୁଖ୍ୟତଃ ନେଇକିରି ଡାରୱିନ୍ସ ତତ୍ତ୍ୱ ବି ପ୍ରମାଣିତ। ଏତେ ପ୍ରକାରର ଫସିଲ ଆମେ ପାଇଲେ, ଯୋଉ ଏକ୍ସାକ୍ଟଲି ଯାହାର ହଁ ଯୋଉ ହଁ ଜୀବ ଆଜି ନାହିଁ ତାର ଫସିଲ ମିଳୁଛି, ଆଉ ମଣିଷର ପୂର୍ବଜ ମାନଙ୍କର ଫସିଲ ବି ମିଳୁଛି, ବିଭିନ୍ନ ହୋମୋ ଗ୍ରୁପ ର ଫସିଲ ବର୍ତ୍ତମାନ ମିଳୁଛି। ତେବେ ଅନ୍ୟ ଗୋଟେ ବଡ ବିଷୟ ହଉଛି ଯେ ଆମର ଶିକ୍ଷା ଆଉ ଗବେଷଣା, ଏ ଦିଟା ହଉଛି ଯେକୌଣସି ସମାଜର ବିକାଶର ମୂଳ ବିଷୟ। ଏ ଦିଟା ପାଇଁ କିନ୍ତୁ ସରକାରୀ ବଜେଟ ଗ୍ରାଜୁଆଲି ପରସେଣ୍ଟେଜରେ କଟି କଟି ଯାଉଛି। ତେଣୁ ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସରେ ଆମର ଗୋଟେ ମୂଳ ପ୍ରଶ୍ନ ଆମେ ଲୋକମାନଙ୍କ ପାଖକୁ ନେଇଯିବାକୁ ଚାହୁଁ, ସେଟା ହଉଛି କେନ୍ଦ୍ର ବଜେଟର 10% ଆଉ ରାଜ୍ୟ ବଜେଟର 30% ଅତି କମରେ ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ବିନିମୟ ହବା ଆବଶ୍ୟକ ଅଛି, ଯୋଉଟା କି ବର୍ତ୍ତମାନ ଅତ୍ୟନ୍ତ ନଗଣ୍ୟ ଜାଗାରେ ବର୍ତ୍ତମାନ ଅଛି। ଏଇଟା ଗୋଟେ ବିଷୟ ଅଛି। ଆଉ ଗୋଟେ ହଉଛି ଯେ ଆପଣ ଯେମିତି କହୁଥିଲେ ଯେ ବିଜ୍ଞାନକୁ ଗୋଟେ ମାନେ କଣ ମାନବ କଲ୍ୟାଣରେ ହିଁ ବ୍ୟବହାର ହବା ଉଚିତ। ବିଜ୍ଞାନ ପ୍ରକୃତିର ନିୟମକୁ ଆସିକି ଆପଣଙ୍କ ଆଖରେ ତୋଳି ଧରୁଛି, ଆପଣ ବ୍ୟବହାର କେମିତି କରିବେ ସେଇଟା ତ ମଣିଷ ଉପରେ। କିନ୍ତୁ ଯେତେବେଳେ ଆପଣ ଆରମ୍ଭ କରିଥିଲେ ଯେମିତି ଗ୍ରୀଡ ପାଇଁ ବା ଅସ୍ତ୍ରଶସ୍ତ୍ର ବିକ୍ରିର ଯୋଉ ବା ଗୋଟେ କଣ ନ୍ୟାସନାଲ ବା ଗୋଟେ ଜାତୀୟତାକୁ ଫୁଏଲ କରିକି ଯୁଦ୍ଧର ମାନସିକତା ତିଆରି କରିକିରି କିଛି ଅସ୍ତ୍ରଶସ୍ତ୍ର ତିଆରି କରିବାର ଯୋଉ ଗୋଟେ ମାନେ ଦୌଡ଼ ଅଛି, ଯୋଉଟା ମଣିଷ କଲ୍ୟାଣରେ ଲାଗୁନି ବରଂ ବିନାଶରେ ଲାଗୁଛି। ଯେମିତି ଏଇ ଅଗଷ୍ଟ 9 ତ ଥିଲା ଆଜ୍ଞା ଯୋଉ କଣ ହିରୋସୀମା ନାଗାସାକିରେ ବୋମା ପଡିବାର ଦିନ। ତେଣୁ ଏଭଳି ଧ୍ୱଂସ ବି ଯୋଉ ଦେଖୁଛୁ ଆମେ, ସେଇଟା ଯେମିତି ନ ହୁଏ ତାକୁ ଏନସିଓର କରିବା, ଲୋକମତ ସେଥିପାଇଁ ସୃଷ୍ଟି କରିବା, ଇଏ ବି ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସର ଗୋଟେ ବଡ କଥା ଆମେ ରଖିବା। ତେବେ ଏଇଠି ମୁଁ କହି ରଖେ ଯେ 16ରୁ 24 ତାରିଖ 16 ତାରିଖରୁ 24 ତାରିଖ ଅଗଷ୍ଟରେ ସାରା ଭାରତ ବର୍ଷରେ ଏଇ ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସ ଅନୁଷ୍ଠିତ ହବ। ତେଣୁ ସମସ୍ତଙ୍କ ଆସିବାଟା ନୈତିକ ଦାୟିତ୍ୱ ଗୋଟେ। କେହି କାହାକୁ ଏଠି ରିକ୍ୱେଷ୍ଟ କରିବେନି, ଅନୁରୋଧ କରିବେନି, ଆମର ନୈତିକ ଦାୟିତ୍ୱ ସମସ୍ତଙ୍କର। ବୁଝିପାରିଲେ? ଏତିକି।
ଖାଲି ଆମେ ଏମିତି ଘରେ ବସିକି ତ କହିଦେଲେ ହବନି କି ଏମିତି ଚାଲିଛି ଚାଲୁଥିବ, କିଛି ନହେଲେ ସାଧାରଣ ଲୋକଙ୍କ କାନରେ ପହଞ୍ଚିବା ପାଇଁ କି ନାଇଁ କି ବିଜ୍ଞାନର ମାନେଟା କଣ ମତଲବ ଦ ୱେ ଅଫ ଥିଙ୍କିଂ ଇଜ ସାଇନ୍ସ। ସୋ ଗୋଟେ ସାଇଣ୍ଟିଫିକ ବେଣ୍ଟ ଅଫ ମାଇଣ୍ଡ ଆଉ ସାଇଣ୍ଟିଫିକ ଥଟ୍ ପ୍ରୋସେସ ଏଇଟା ପ୍ରୋପାଗେଟ ହେଲେ ହିଁ ସୋସାଇଟି ବି ବଞ୍ଚିବ, ପୃଥିବୀ ବି ବଞ୍ଚିବ। ତେଣୁ ପୃଥିବୀ ଆଉ ସୋସାଇଟି ଏ ଦିହିଙ୍କର ବଞ୍ଚିବାର ଗୋଟିଏ ବାଟ, ଇଣ୍ଡିଆ ମାର୍ଚ୍ଚ ଫର ସାଇନ୍ସ। ଆମେ ଏଇଠି ଆଜିର କଥାବାର୍ତ୍ତା ଏଇଠି ରଖିବା। ସୋ वी होप people will join and we will have a massive march for science